ଦେଖନ୍ତୁ ଏବେ ରାତି 1 ହେଲା। ଦେଖନ୍ତୁ ସେ ଭିତରେ ଏବେ ସେ ବିଲ୍ଡିଂ ଭିତରେ ସିକ୍ୟୁରିଟିଟା ବୁଲୁଛି। ଆପଣ ସମସ୍ତେ ଦେଖିପାରୁଥିବେ ଅଲରେଡ଼ି ସିକ୍ୟୁରିଟି ଏବେ ତା ଡ୍ୟୁଟିରେ ଅଛି, ସିକ୍ୟୁରିଟି ଗାର୍ଡ଼। ତ ଭାବନ୍ତୁ ଏତେ ବଡ଼ ବିଲ୍ଡିଂରେ ଗୋଟେ ପର୍ସନ୍ ଯେତେବେଳେ ରହିଛି ଆରାମସେ ସେ ଖାଇ ପିଇକି ତାର ଆରାମସେ ଶୋଇଥିବ। ଏ ବିଲ୍ଡିଂରେ ଯେତେବେଳେ ଯିଏ ମାଲିକ ବିଲ୍ଡିଂର, ଭାବନ୍ତୁ ସିଏ ବି ତା ଘରେ ଆରାମସେ ଖାଇ ପିଇକି ଶୋଇଥିବ। ତ ଭାବନ୍ତୁ ଡିଫରେଣ୍ଟ ଟାଇପ୍ ଅଫ୍ ଲାଇଫ୍ ଆଉ ଡିଫରେଣ୍ଟ ଟାଇପ୍ ଅଫ୍ ଇନକମ୍। ଏଠି ଇଏ ଡ୍ୟୁଟି କରିକି ନାଇଟ୍ ଡ୍ୟୁଟି କରିକି ଇନକମ୍ କରୁଛି, କିଏ ସେଠି ଶୋଇକି ବି ଇନକମ୍ କରୁଛି, କିଏ ଘରେ ରହିକି ବି ମାଲିକ ତାର ଇନକମ୍ କରୁଛି। ଭାବନ୍ତୁ ଏଠି କିଏ ସ୍ମାର୍ଟ ୱାର୍କ କରୁଛି, ଯେମିତିକି କିଏ ହାର୍ଡ଼ୱାର୍କ କରୁଛି। ସ୍ମାର୍ଟ ୱାର୍କ ମାନେ ସେ ଶୋଇକି ଘରେ ଇନକମ୍ କରୁଛି, ଏଠି ହାର୍ଡ଼ୱାର୍କ ନାଇଟ୍ ଡ୍ୟୁଟି ବା ରାତିରେ ନାଇଟ୍ ଡ୍ୟୁଟି କରିକି ସେ ଇନକମ୍ କରୁଛି। ତ ଭାବନ୍ତୁ ଆମେ ଆଜି ଏଠି ମାଲିକ ବନିବାକୁ ପଡ଼ିବ ନା ଏଠି ଆମେ ସିକ୍ୟୁରିଟି ଗାର୍ଡ଼ ବନିବାକୁ ପଡ଼ିବ? ଆମେ କେଉଁ ଲାଇଫ୍ଟା ଆମକୁ ଜେନେରେସନ୍ ଆମର ଲାଇଫ୍ ଜେନେରେସନ୍ ପାଇଁ ୟଙ୍ଗ ହେବ। ତ ଭାବନ୍ତୁ ଆମେ ଇନଭେଷ୍ଟମେଣ୍ଟ କରିବା ଏଠି ଲାଇଫ୍ ଟାଇମ୍ ପାଇଁ। ୱାନ୍ ଟାଇମ୍ ଅଫ୍ ଇନଭେଷ୍ଟମେଣ୍ଟ ଲାଇଫ୍ ଟାଇମ୍ ଏଠି ଆଚିଭମେଣ୍ଟ। ଯିଏ ଏ ବିଲ୍ଡିଂଟି ବନେଇଛି ସେ ତା'ର ଲାଇଫ୍ ଟାଇମ୍ ପାଇଁ ହିଁ ଇନକମ୍ ପାଇଁ ବନେଇଛି। ଭାବନ୍ତୁ ଆମେ ଇନଭେଷ୍ଟ କରିବା ପାଇଁ ଡରିବା କାହିଁକି ଯଦି ଆମେ ଲାଇଫ୍ ଟାଇମ୍ ପାଇଁ ଏତେ ଆଚିଭମେଣ୍ଟ ପାଇବା? ତ ଭାବନ୍ତୁ ଏଠି ଆମକୁ ସିକ୍ୟୁରିଟି ଗାର୍ଡ଼ ହେବାର ଅଛି ନା ଏଠି ମାଲିକ ବନିବାର ଅଛି?